ଏହିଭଳି କ୍ୱେଶ୍ଚିନ୍ ଥିଲେ ତମେ କେମିତି ବାହାର କରିବ। ଦେଖ ପୂର୍ବରୁ ଆମେ କେମିତି ବାହାର କରୁଥିଲେ, ପ୍ରଥମେ 5ର ସ୍କୋୟାର ବାହାର କରୁଥିଲେ, ମାଇନସ୍ କରୁଥିଲେ, ତାପରେ 4ର ସ୍କୋୟାର ବାହାର କରୁଥିଲେ, ତାପରେ ଏଇ ଦୁଇ ଜଣଙ୍କୁ ଫେଡ଼ାଣ କରୁଥିଲେ। ତାଠୁ ବି ଆମେ ଏବେ ଶୀଘ୍ର ବାହାର କରିବା। କେମିତି ବାହାର କରିବା, ଦେଖ ଯେକୌଣସି ସଂଖ୍ୟାର ସ୍କୋୟାରରୁ ତାର ପୂର୍ବବର୍ତ୍ତୀ ସଂଖ୍ୟାର ସ୍କୋୟାର ସହିତ ଯଦି ଫେଡ଼ାଣ କରିବା ପାଇଁ କହିଥିବ, ତାହେଲେ ତମେ ଏଥିରେ ସିଧାସଳଖ ଭାବରେ ସେଇ ସଂଖ୍ୟା ଦୁଇଟାକୁ ମିଶ୍ରାଣ କରିଦେବ। ମିଶ୍ରାଣ କରିଦେଲେ ତାର ସ୍କୋୟାରର ଫଳାଫଳ ତମେ ପାଇପାରିବ। ଦେଖ 5ର ସ୍କୋୟାର ହେଲା ଆମର କେତେ 25, 4ର ସ୍କୋୟାର ହେଲା କେତେ 16, 4ର ସ୍କୋୟାର କେତେ 16, ଫେଡ଼ିଦେଲେ କେତେ ହେଲା 9। ସେଇଭଳି ଭାବରେ ଦେଖ 6ର ସ୍କୋୟାର ମାଇନସ୍ 5ର ସ୍କୋୟାର, ତମେ ଡାଇରେକ୍ଟ ଏଇ ଦୁଇଟାକୁ ମିଶାଇ ଦେବ। 6 5 ହେଲା 11, 8ର ସ୍କୋୟାର ମାଇନସ୍ 7ର ସ୍କୋୟାର, ଏ ଦୁଇଟାକୁ ତମେ ମିଶାଇ ଦେଲ 15, 9ର ସ୍କୋୟାର ମାଇନସ୍ 8ର ସ୍କୋୟାର, ଏ ଦୁଇଟାକୁ ମିଶାଇ ଦେଲ ଟୋଟାଲ ହେଲା 17, 10ର ସ୍କୋୟାର ମାଇନସ୍ 9ର ସ୍କୋୟାର, ଏଇଟାକୁ ତମେ କାଲକୁଲେସନ୍ କରି ମୋତେ ଜଣାଅ, କମେଣ୍ଟ ବକ୍ସରେ କମେଣ୍ଟ କର। ଯଦି ଏଇଭଳି ଟ୍ରିକ୍ ଜାଣିବା ପାଇଁ ଚାହୁଁଛ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର।